ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଶ୍ରୀ ଦଶାବତାର ନାଟ୍ୟଶାଳା ଅନୁକୂଲ୍ୟରେ ନୃତ୍ୟ ମଣ୍ଡଳୀ ଉତ୍ସବ ପାଳନ ହୋଇଯାଇଛି। ଅତିଥି ଭାବରେ ଡକ୍ଟର ମାନସୀ ମହାନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସହାୟକ ପ୍ରାଧ୍ୟାପକ ଆଇନ ବିଭାଗ ବିଜେପି କଲେଜ ଭୁବନେଶ୍ୱର ଶ୍ରୀମତୀ ଦୀପିକା ମିଶ୍ର ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସମାଜସେବୀ ଅତିଥି ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ଅପରାହ୍ନ ଅଧିବେଶନରେ ଅତିଥି ଭାବରେ ଡକ୍ଟର ମଞ୍ଜୁଶ୍ରୀ ପଣ୍ଡା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀ ଅଭିଷେକ ପଣ୍ଡା ବିଶିଷ୍ଟ ସିନେମା ତାରକାସେବୀ ଅତିଥି ଭାବରେ ଉପସ୍ଥିତ ରହି ଅନୁଷ୍ଠାନର କନିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ସାନ୍ଧ୍ୟ ଅଧିବେଶନରେ ଅତିଥି ଭାବରେ ଶ୍ରୀ ଅନନ୍ତ ନାରାୟଣ ଜେନା ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ନିର୍ଦ୍ଦେଶକ ବାଦ୍ୟବାଣୀ ମର୍ଦ୍ଦଳ ଗୁରୁ ଶ୍ରୀ ନିରଞ୍ଜନ ରାଉତ ନିର୍ଦ୍ଦେଶକ ନୂପୁର ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ ନିର୍ଦ୍ଦେଶକ ଆଳାପ ଓ ଫିଲ୍ମ ନିର୍ମାତା ଡକ୍ଟର ଏଲ୍ଏନ୍ ଅଗ୍ରୱାଲ ହେମରାଜ ମହୋଦୟ ଉପସ୍ଥିତ ରହିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନନ୍ୟ ପ୍ରତିଭା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ସଚ୍ଚିଦାନନ୍ଦ ଦାସ ମର୍ଦ୍ଦଳ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଲ ବରିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ସ୍ୱରମଣି ଗୁରୁ ରମେଶ ଚନ୍ଦ୍ର ଦାସ ବେହେଲା ନାଟ୍ୟଶାଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଭିନ୍ନକ୍ଷମ ଶାରଦା ପ୍ରସନ୍ନ ରାଉତଙ୍କୁ ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ମମତା ଶତପଥୀ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀମାନ ବଳରାମ। ଆମେ ଆଜି ଫର୍ଷ୍ଟ ଟାଇମ୍ ଆମେ ମହାଲକ୍ଷ୍ମୀ ଅଷ୍ଟମୀ ନାଚିଥିଲୁ। ଆମେ ଏଇ ମହାଲକ୍ଷ୍ମୀ ଅଷ୍ଟମୀ ହେଉଛି ମହାଲକ୍ଷ୍ମୀଙ୍କର 8ଟା ରୂପ, ତାଙ୍କ ଉପରେ ଆମେ ବର୍ଣ୍ଣନା କରି ଗୋଟେ ନୃତ୍ୟ କରିଥିଲୁ। ଏଇ ଡାନ୍ସଟା ଆମକୁ ଆମ ଗୁରୁ ମମତା ଶତପଥୀ ଶିଖେଇଛନ୍ତି। ସେଇ ଡାନ୍ସଟା ଆମେ ତାଙ୍କ ଦୂରରୁ ଶିଖିଛୁ ଆଉ ଆଜି ସେଇଆ ଆମେ ପରଫର୍ମ କରିଥିଲୁ। ମୋର ଲାଷ୍ଟ ହେଲାଣି 13-14 ବର୍ଷ ହେଲାଣି ମୁଁ ପାର୍ଟିସିପେଟ୍ ମାନେ ଏଇଠି ଶିଖି ଆସୁଛି। ମୁଁ 3 ବର୍ଷରେ ଥିଲି ଯେତେବେଳେ ଆରମ୍ଭ କରିଥିଲି ନୃତ୍ୟ, ଆଉ ଆଜିକି ଆସି ମୋତେ 18 ବର୍ଷ ହେଲାଣି। ତ ମୁଁ ଏମିତି ଚାଲିଛି, କଣ୍ଟିନ୍ୟୁ କରୁ ଚାଲିଛି ଫର୍ 14 ଇୟର୍ସ। ଆଉ ଆଗକୁ ଯାଇକି ବି କିଛି ନା କିଛି ଯାହା ବି କରିବି ଲାଇଫ୍ରେ, କିନ୍ତୁ ଏତିକି ଜାଣିଛି କି ନୃତ୍ୟକୁ କେବେ ଛାଡ଼ିବିନି ମୋ ଲାଇଫ୍। ମୁଁ ଶ୍ରୀ ଦଶାବତାର ନାଟ୍ୟଶାଳା ଅନୁଷ୍ଠାନର ଜଣେ ଛାତ୍ରୀ। ଆଜି ଆମର ନୃତ୍ୟର ଅନୁଷ୍ଠାନକୁ 24 ବର୍ଷ ପୁରା ହେଉଛି। ଆଜି ଆମେ ମହାଲକ୍ଷ୍ମୀ ଅଷ୍ଟକମ୍ ପରିବେଷଣ କରିଥିଲୁ, ଯେଉଁଥିରେ ମା ଲକ୍ଷ୍ମୀଙ୍କର ବହୁତ ରୂପ ଥିଲା, ଆଉ ସେଥିରେ ଆମେ ନୃତ୍ୟ ପରିବେଷଣ କରିକି ବହୁତ ଖୁସି ଅନୁଭୂତ କରୁଛୁ।
ঝম তারি তা তারি ঝম তারি তা ঝিনা তা ঝম তারি তা তারি ঝম তারি তা ঝিনা তা ঝম তারি তা তারি ঝম ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ପରିଚାଳିତ ସପ୍ତସଜ୍ଜା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। 2 ଦିନ ଧରି ଚାଲିଥିବା ଏହି ମହୋତ୍ସବକୁ ଢେଙ୍କାନାଳ ରାଜା ବ୍ରିଗେଡିୟର ଶ୍ରୀ କାମାକ୍ଷା ପ୍ରସାଦ ସିଂଦେଓ ଏବଂ ରାଣୀ ଶ୍ରୀମତୀ ସାବିତ୍ରୀ ଦେବୀ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଧାୟକ ବାବୁ ସିଂ, ଓଆରସି ପ୍ରଶାସନିକ ଅଧିକାରୀ ସୁଚିସ୍ମିତା ମନ୍ତ୍ରୀ, ହାଇଟେକ୍ ଗ୍ରୁପ୍ ଚେୟାରମ୍ୟାନ୍ ଡକ୍ଟର ତିରୁପତି ପାଣିଗ୍ରାହୀ, ଏମ୍ପାୟାର୍ସ ହୋଟେଲ ଉପସଭାପତି ସଞ୍ଜୟ ମିଶ୍ର, ଦୃଷ୍ଟି ଟିଭିର ଏମ୍ଡି ବିନି ସାମଲ, ରଘୁପତି ହାଉସ୍ ଓ ଇକୋ ଗାର୍ଡେନର ସିଇଓ ତପନ କୁମାର ପ୍ରଧାନ, ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଆଡଭାଇଜର ତନ୍ମୟ ସ୍ୱାଇଁ ଯୋଗଦେଇ ସପ୍ତସଜ୍ଜା ମହୋତ୍ସବ ତଥା ଦେବାଂଶୀ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶକ ଗୁରୁ ଶ୍ରୀ ଗୌରୀଶଙ୍କର ଦାସ ଦୀର୍ଘ ବର୍ଷ ଧରି ଅନୁଷ୍ଠାନ ଚଳାଇ ରଖିବା ସହିତ ଏହିଭଳି ଏକ ଉତ୍ସବ ଆୟୋଜନ କରି ପ୍ରତିଷ୍ଠିତ ନୃତ୍ୟ ସଙ୍ଗୀତ ଗୁରୁ ତଥା ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ତଥା ନିଜେ ଓଡ଼ିଶୀ ନୃତ୍ୟର ଦେଶ ବିଦେଶରେ ପ୍ରଚାର ପ୍ରସାର ଲାଗି ପ୍ରୟାସୀ ରହିବାର ଭୂୟସୀ ପ୍ରଶଂସା କରିଥିଲେ। ଏହି ମହୋତ୍ସବରେ ନୃତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ମଣିପୁରୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଦର୍ଶନା ଜାଭେରୀଙ୍କୁ ସପ୍ତସଜ୍ଜା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୁବ ପ୍ରତିଭା ସବ୍ୟସାଚୀ ଶତପଥୀ, ଜୟା ବିଶ୍ୱାସ, ସଂଗ୍ରାମ ସମ୍ପର୍କ, ଡକ୍ଟର ନାଜିଆ ଆଲାମ, ରାହୁଲ ଆଚାର୍ଯ୍ୟ, ରାମଚନ୍ଦ୍ର ବେହେରାଙ୍କୁ ସପ୍ତସଜ୍ଜା ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ପରିବେଶିତ ଗୁରୁ ଗୌରୀଶଙ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ନୃତ୍ୟ ନାଟିକା ବାରମାସୀ ନୃତ୍ୟ ତଥା ପଦ୍ମଶ୍ରୀ ଜାଭେରୀଙ୍କ ମଣିପୁରୀ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ସେହିଭଳି ଅତିଥି ଭାବରେ ଓଡ଼ିଶା ସାମାଜିକ କର୍ମୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁଗଳ କୁମାର ମଲ୍ଲିକ, ଆଡିସନାଲ ଡିଜିପି ସାମାଜିକ କର୍ମୀ ଅବିନାଶ ସାମଲ, ପୂର୍ବତନ ଆଇସିସିଆର୍ର ନିର୍ଦ୍ଦେଶକ ମୀନାକ୍ଷୀ ମିଶ୍ର, ନାଟ୍ୟଗୁରୁ ପ୍ରଦୀପ ମିଶ୍ର, ଭୁବନେଶ୍ୱର ମାରୱାଡ଼ି ମହିଳା ସମିତିର ସଭାପତି ମଞ୍ଜୁ ଅଗ୍ରୱାଲ, ସାମାଜିକ କର୍ମୀ ଦେବବ୍ରତ ନାୟକ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସ୍ୱାସ୍ଥ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର, ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର, ସ୍ୱୀକୃତି ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଗୁରୁ ସୁଶ୍ରୀ ଅନିତା ସିଂଦେଓ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଯାତ୍ରା ଅଭିନେତ୍ରୀ ଡଲି ଭୂୟାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରିଥିଲେ। ଏହି ମହୋତ୍ସବରେ ଦେବାଂଶୀ ଡ୍ୟାନ୍ସ ଏକାଡେମୀର ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମାହାରୀ ନୃତ୍ୟ, ଜାଗୃତି ଅନୁଷ୍ଠାନ ଦ୍ୱାରା ଦଳଗତ ଆହେ ନୀଳଶୈଳ ଦ ପ୍ଲସ୍ ଦ୍ୱାରା ର୍ୟାମ୍ପ ଶୋ ପ୍ରଦର୍ଶିତ ହେବା ସହିତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅନୁସୟା ନାଥ, ପମି ମିଶ୍ର, ଆଦ୍ୟାସ ଦାସ, ଛନ୍ଦା ମିଶ୍ର, ନାଜିଆ ଆଲାମ, ଶୈଳଭାମା ମହାପାତ୍ର, ସୁସ୍ମିତା ଦାସଙ୍କ ଦ୍ୱାରା ସୁମଧୁର ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁଶ୍ରୀ ସୌମ୍ୟ ମହାପାତ୍ର ସଂଯୋଜନା କରିଥିଲେ। जय जगन्नाथ। चलित वर्ष 12तम सप्तसज्जा महोत्सव रवींद्र मंडप में पालन करा जाउछि, जहाको ऑर्गेनाइज करछि देवांशी डांस एकेडमी। तार मो निर्देशक नृत्यशिल्पी गौरीशंकर दास। चलित वर्ष आमे पद्मश्री दर्शना जावेरी को सप्तसज्जा सम्मान सम्मानित करिथिलु। दीर्घ 11 वर्ष होला ओडिसी नृत्य जगतर जणे जणे पद्मश्री करिथिलु, किंतु वर्तमान पद्मश्री दर्शना जावेरी जी कि मणिपुरी नृत्य को सारा विश्व रे प्रचार प्रसार करैछन, तांको आमे सम्मानित कलु। ता सहित किछि युव प्रतिभा जेमिति डिजाइन पई सब्यसाची महापात्र, कंठ संगीत पई नाजिया आलम, राहुल आचार्य ओडिसी नृत्य पई, जया आधुनिक नृत्य पई, रामचंद्र पखज पई, एमती किछि किछि विशिष्ट युव प्रतिभा मानकु आमे सम्मानित करिथिलु। एवं एथि मुख्य अतिथि भाबरे थिले कामाख्या प्रसाद सिंहदेव ढेंकानाल राजा एवं रानी साहेबा सावित्री देवी और तांको सांगरे एकामर विधायक बाबू सिंह, हाईटेक मेडिकल तिरुपति पाणिग्राही सार एवं बहुत मान्यगण्य व्यक्तित्व थिले। तेणु ए कार्य को रंगारंग कार्यक्रम में जागृति कला केन्द्र था ओडिसी नृत्य परिवेषण कला। देवांशी डांस एकेडमी स्वतंत्र कार्यक्रम 50 नृत्यशिल्पी 12 मासे 13 पर्व परिवेषण करथिले। आ सहित कंठशिल्पी सुस्मिता दास, पम्मी मिश्र, शैलभामा, नाजिया आलम समस्त निज निजर संगीत रे दर्शकों को मतवाला करथिले। दीर्घ 2 दिन धर व्यापी ए कार्यक्रम को निश्चित भाव समस्त उपभोग करिसेंती। Namaskar. I'm very happy and feel privileged to be here in Bhubaneswar after about 25-30 years. As I had performed, I means
I'm one of the 4 Jhaveri sisters, Padma Shri Darshana Jhaveri and Manipuri dancers. I'm the youngest of the 4 Jhaveri sisters, and we had performed in Orissa, the land of our cultural heritage of dance, music, all forms of arts, handicrafts. It's wonderful land of Lord Jagannath and land of Kavi Jayadev who wrote Gita Govinda, and of course today as well our respected President of India, Draupadi Murmu. He is also from Orissa, and it's wonderful feeling and feel privileged that I have received today the Sapta Sajja, 12th Sapta Sajja Samman from Devamshi Dance Academy at Shri Gauri Shankar Das. Gauri Shankar Das has been doing laudable work in order to encourage, value the creative contribution of different artists of different fields. And today, along with me, he has given awards to many artists. I feel this honor is to Manipuri dance, for which I have devoted 70 years, and I share this honor with my 3 elder sisters who are no more, and my Guruji, Guruvipin Singh, my parents and family. Thank you so much, Gauri Shankar ji, for having honored me today. Thank you so much. प्रमुख नृत्य अनुष्ठान जहाँकि विशिष्ट नृत्यशिल्पी तथा आदिगुरु पंकज चरण दासଙ୍କ पुत्रवधू सुहाग नलिनी दासଙ୍କ द्वारा परिचालित संप्रदायर वार्षिक नृत्य उत्सव भंजकला मंडप प्रेक्षालय अनुष्ठित होଯାଇଛି। संध्यारे अतिथि माने विशिष्ट नृत्यशिल्पी गवेषिका कस्तूरी पट्टनायक, प्राक्तन एसोसिएट प्रोफेसर उत्कल संस्कृति विश्वविद्यालय नृत्यगुरु मनोरंजन प्रधान, उत्कल संस्कृति विश्वविद्यालय एसोसिएट प्रोफेसर संगीतज्ञ गरुड़ धीरज महापात्र प्रमुख जोगदे प्रदीप प्रज्वलन कर कार्यक्रम आरंभ करते अनुष्ठान पिलामानंकु आशीर्वचन करते।
ପ୍ରାରମ୍ଭରେ ପ୍ରଥମେ ସମ୍ପ୍ରଦାୟର ନୃତ୍ୟ ଅନୁଷ୍ଠାନର କନିଷ୍ଠ ପିଲାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟରେ ବ୍ୟବହୃତ ହୋଇଥିବା ମୁଦ୍ରା ଓ ବିନିଯୋଗ ଉପରେ ଆଧାରିତ ନୃତ୍ୟାଭିନୟ ପରିବେଷଣ କରିଥିଲେ। ପରେ ପରେ ଅନୁଷ୍ଠାନର କୁନି କୁନି ପିଲାମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ମଙ୍ଗଳାଚରଣ, ସ୍ଥାୟୀ, ଆରବ ପଲ୍ଲବୀ, ବସନ୍ତ ପଲ୍ଲବୀ, ବାଲ ଗୋପାଳଷ୍ଟକମ୍ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହିସବୁ ନୃତ୍ୟରେ ସଂଯୋଜନା କରିଥିଲେ ଆଦିଗୁରୁ ପଙ୍କଜ ଚରଣ ଦାସ, ନିର୍ଦ୍ଦେଶନା ଦେଇଥିଲେ ସୁହାଗ ନଳିନୀ ଦାସ। ଅନୁଷ୍ଠାନର ଅଧ୍ୟକ୍ଷ ଶରଦ ଦାସ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସ୍ମିତା ଦାସ। ଆଜି ମୋର 18ତମ ଆନୁଆଲ୍ ଫଙ୍କସନ୍ ପିଲାମାନଙ୍କର ଆରମ୍ଭ ହେଲା। ଆମ ଅନୁଷ୍ଠାନ ନାଁ ହେଲା ସମ୍ପ୍ରଦା। ଆଉ ମୁଁ ଓଡ଼ିଶୀ ନୃତ୍ୟର ମୌଳିକତା ଏବଂ ପରମ୍ପରାକୁ ବଞ୍ଚେଇ ରଖିଥାଏ, ଯାହାକି ଗୁରୁ ପଙ୍କଜ ଚରଣ ଦାସ ତାଙ୍କର ସବୁବେଳେ ତାଙ୍କର ଲକ୍ଷ୍ୟ ଥିଲା ତାଙ୍କର ମୌଳିକତା ତାଙ୍କର ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ। ମୁଁ ଚେଷ୍ଟା କରୁଛି ସେଇ ବାପାଙ୍କର ସବୁ ସେ ମୌଳିକତାକୁ ରକ୍ଷା କରିବା ପାଇଁ, ବଞ୍ଚେଇବା ପାଇଁ କି ଆଜି ମୋ ପିଲାମାନେ ଓଡ଼ିଶୀ ନୃତ୍ୟର ସବୁତକ ଯେପରି ମଙ୍ଗଳାଚରଣ, ସ୍ଥାୟୀ, ପଲ୍ଲବୀ, ଅଭିନୟ ଏବଂ ଶେଷରେ ମୁଁ ଗୋଟେ ଥକା ମନ ଚାଲ ଯିବା କୋରିଓଗ୍ରାଫି କରିଛି। ଆଉ ବାଲ ଗୋପାଳଷ୍ଟକ ଯେହେତୁ କୃଷ୍ଣଙ୍କର ବାଳୁତରୁ ଆରମ୍ଭ କରିକି ତାଙ୍କର ଯୁବକ ପର୍ଯ୍ୟନ୍ତ ସେଇଟା ମଧ୍ୟ ପିଲାମାନଙ୍କୁ ଶିଖେଇଛି। ପିଲାମାନେ ସମସ୍ତେ ଆଜି ବହୁତ ଭଲ କରିଛନ୍ତି, କିନ୍ତୁ ଅଡ଼ିଏନ୍ସଙ୍କର କରତାଳିରୁ ମୁଁ ଯାହା ଭାବୁଛି ତାଙ୍କୁ ଭଲ ଲାଗିଛି ବୋଲିକି ସେମାନେ ତାଙ୍କ କରତାଳିରୁ ଜଣାପଡ଼ିଯାଏ ଯେ ନୃତ୍ୟଟି କିପରି ହେଇଥିଲା। ଏଇଠି ଆଜି ଆମ ଫଙ୍କସନ୍ ଚାଲିଛି ଭଞ୍ଜକଳା ମଣ୍ଡପରେ। ଆଜି ଆମେ ଏଇଠି ବହୁତ ହିଁ ଖୁସି ଅଛୁ। ଆମ ଗୁରୁ ସୁହାଗ ନଳିନୀ ଦାସ ଆମକୁ ଭଲ ଶିକ୍ଷା ଦେଇଥିବାରୁ ଦର୍ଶକମାନେ ଆଜି ଆମ ନୃତ୍ୟ ଦେଖି ବହୁତ ପ୍ରସନ୍ନ ହେଉଛନ୍ତି। ଆମେ ଏଇଟା ଚାହୁଁଛୁ ଯେ ଆମେ ଏଇ ନୃତ୍ୟକୁ ନେଇ ଦୂର ଦୂର ଦେଶକୁ ଯାଇକି ପ୍ରଚାର କରିବୁ ବା ନୃତ୍ୟ କରିବୁ, ଆମ ମ୍ୟାମ୍ ଆଉ ସାର୍ଙ୍କ ନାଁ ରଖିବୁ। ଆଜି ହେଲା ସମ୍ପ୍ରଦାୟ ଇନଷ୍ଟିଚ୍ୟୁଟ୍ର 18th ଆନୁଆଲ୍ ଫଙ୍କସନ୍। ଆଉ ମୁଁ ବହୁତ ହି ଖୁସି ଅଛି ଏତେ ସାରା ଦର୍ଶକଙ୍କୁ ଦେଖିକି। ଏତେ ସୁନ୍ଦର ନୃତ୍ୟ କଲେ ସମସ୍ତେ। ମୁଁ ଇଚ୍ଛା କରୁଛି କି ଏଇ ଓଡ଼ିଶୀ ନୃତ୍ୟଟା ମୁଁ ଓଡ଼ିଶା ବାହାରକୁ ନେଇକି ତା ନାଁ ରଖିବି। ଆମେ ଯେଉଁ ଭଲ ଡ୍ୟାନ୍ସ କରୁଛୁ, ଆମ ମ୍ୟାମ୍ ଯେଉଁ ଭଲ ଶିଖାଉଛନ୍ତି, ତ ଏଠି ସବୁ ଦର୍ଶକମାନେ ବହୁତ ଖୁସି ଭାବରେ ଦେଖିବା ପାଇଁ ଆସୁଛନ୍ତି।
तुझे तेरे पाइबा तुझे छता तोड़े रही दंडे साधुन सेवा करिबा छका मन जाल जीवा छका नयन देखिबा शांति सम्मत संयुक्त हस्त संयुक्त हस्त संयुक्त हस्त पताका श्री पताका अर्ध पताका कस्तुरी मुख मयूर अर्धचन्द्र अराण शोकतुण्ड मुष्टि शिखर कपिथ कटका मुख सूचि चंद्रकला पद्मकोश सर्वशिष मृगशिष सिंहमुख गांगुड़ पद्म चतुर भ्रमर हंसस्य हंसपक्ष मुकुंश मुकुल प्राप्तचूड़ त्रिशूल असंयुक्त हस्तमुद्रा 28 मात्रा